ସକାଳୁ ଫୋନ୍ କରିବେ ବୋଲି କହିଥିଲେ, କାହିଁ ଏପର୍ଯ୍ୟନ୍ତ କଲେନି। ଜେଜ ଜେଜି ଯଦି ଉଠି ପଡ଼ିବେ ନା କିଛି ବି କରିହେବନି। ହେଇଠିଲୋ ଫୋନ୍ ଆସିଲାଣି। ହ୍ୟାଲୋ, ଏତେ ଲେଟ୍ କ'ଣ କଲ ଯେ? ଅଟୋ ପଠାଇଲଣି? ହଉ ହଉ ଠିକ୍ ଅଛି, ମୁଁ ତ ରେଡ଼ି ହେଇକି ଅଛି ଆଉ ସାଙ୍ଗେ ସାଙ୍ଗେ ବାହାରି ପଡ଼ୁଛି। ଦାଦା, ତମେ ଏଠି ବସି କାନ୍ଦୁଛ କାହିଁକି? କ'ଣ କରିବି ଲୋ ଝିଅ, ଆମ ସିଂହଟା ସକାଳୁ ସକାଳୁ କୁଆଡ଼େ ପଳେଇଛି। ପଳେଇଛି ମାନେ? ପଳେଇଛି ଆଉ। ନାଇଁ ମ, ସାଇ ପଡ଼ିଶା କାହା ଘରକୁ ଯାଇଥିବ ଦେଖୁନ। ସବୁଆଡ଼େ ଖୋଜି ସାରିଲିଣି, ସବୁ ଏ ବୁଢ଼ୀର ନାଟ। ମନା କରୁଛି ତାକୁ ଏତେ ଗେଲବସର କରନା, ତାକୁ ମୋବାଇଲ ଫୋନ୍ ଦେଇନା। ଇଏ କ'ଣ ମୋ କଥା ଶୁଣିଲା? ଆଲୋ ଆଲୋ, ମୋର ନାଟ କ'ଣ? ପୁଅ ବୋହୂ ମରିବା ପରେ ନାତୁଣୀଟା ଆମର ଗୋଟିଏ ବୋଲି ସାହା ଭରସା ଥିଲା, ତାକୁ ସ୍ନେହ କରିବା କ'ଣ ମୋର ଭୁଲ? ଭୁଲ ତୋର ନାଇଁ ଲୋ, ସବୁ ଭୁଲ ତ ମୋର। ମୁଁ ଯଦି ତମ ଦି ଜଣଙ୍କୁ ପ୍ରଥମରୁ ଶାସନ କରିଥାନ୍ତି, ଆଜି ଏ ଦିନ ଦେଖିବା ପାଇଁ ପଡ଼ିନଥାନ୍ତା। କଲନି? କିଏ ତମକୁ ମନା କରୁଥିଲା କି? ଖୁଡ଼ି, ତମେ ଦି ଜଣ ଆଉ ଏମିତି ଗଣ୍ଡଗୋଳ କରନି। ଯାଅ ସ୍ନେହକୁ ଖୋଜାଖୋଜି କର, ନହେଲେ ପୋଲିସରେ କମ୍ପ୍ଲେନ୍ କର। ଭୁଲ କଲେ ବି ସିଏ ଆମ ଛୁଆ, ତାକୁ ସୁରକ୍ଷା ପ୍ରଦାନ କରିବା ଆମର କର୍ତ୍ତବ୍ୟ। ହଁ ହଁ, ସେଇ କଥା ଏ ବୁଢ଼ାକୁ ଟିକେ ବୁଝାଲ ଝିଅ। ଆମେ ତ ତାକୁ ଚାରିଆଡ଼େ ଖୋଜିକି ପାଉନୁ, ଆଉ କୁଆଡ଼େ ଖୋଜିବୁ? ଥାନାକୁ ଯିବାକୁ ପଡ଼ିବ ଆଉ। ସୁର ଭାଇ, ତମେ ଆଜି କ'ଣ ଦୁଃଖ ମନରେ ଏମିତି ଏଇଠି ବସିଛ? ଘରେ ସବୁ ଭଲ ତ? ଭାଉଜ ପୁଅ ସମସ୍ତେ ଭଲ ଅଛନ୍ତି ତ? ଆଉ ଅଣ୍ଡା ବେପାର କେମିତି ଚାଲିଛି? ଅଣ୍ଡା ବେପାର ଭଲ ଚାଲିଛି, ଘରେ ମଧ୍ୟ ସମସ୍ତେ ଭଲ ଅଛନ୍ତି। ପୁଅ ତ ପାଠ ପଢ଼ିବା ପାଇଁ ଭୁବନେଶ୍ୱର ହଷ୍ଟେଲରେ ରହୁଛି ନା, ଆଉ ମୁଁ ଦୁଃଖୀ ହେବି କାହିଁକି? ନାଇଁ, ମୁହଁଟା ଶୁଖି ଯାଇଛି ଯେ ସେଥିପାଇଁ ପଚାରିଦେଲି। ଖରାପ ଭାବିଲ କି ଭାଇ? ଆରେ ନାଇଁ, ତୋ ଉପରେ ଖରାପ ଭାବିବି କାହିଁକି? ତୁ ତ ଗୋଟେ ଭଲ ପିଲା, ବୟସ ଆସି 30 ହେଲାଣି, ବାହାସାହା ହେଇନୁ, ହେଲେ ତୋ ଚରିତ୍ର ଭାରି ନିର୍ମଳ। ଆଜିକାଲି ପିଲାଙ୍କ କଥା ଦେଖୁନୁ, କିଏ କାହା ଝିଅକୁ ନେଇଯାଇଛି ତ ପୁଣି କିଏ ଛି 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 ଛି, ସେ କଥା ନ କହିଲେ ଭଲ। କୋଉ କଥା କି ଭାଇ? ଆରେ ତୁ ଶୁଣିଲୁ ନା ନାଇଁ ଯେ? କୋଉ କଥା ଖୋଲିକି କହୁନ? ଏ ଆମ ଗାଁ ସ୍ନେହ କଥା ବା। କାହିଁ, ସ୍ନେହର କ'ଣ ହେଇଛି କି? ଆରେ ହବ ଆଉ କ'ଣ, ବାପା ମା ଛେଉଣ୍ଡ ଝିଅଟା। ଜେଜେବାପା ଆଉ ଜେଜେମା ବୁଢ଼ାବୁଢ଼ୀ ଦିଟା ତାକୁ ପାଳି ପୋଷି ଛୋଟରୁ ବଡ଼ କଲେ। ଶେଷରେ ସିଏ ତାଙ୍କ ମୁହଁରେ ଚୂନ କାଳି ବୋଳି ଆଜି ସକାଳୁ କାହା ସାଙ୍ଗରେ ପଳେଇଛି। ଗାଁରେ ସେଇ କଥା ହାଲୋହଳି ପଡ଼ିଯାଇଛି ବା। ବୁଢ଼ାବୁଢ଼ୀ ଦିଟା ଦୁଃଖରେ ଭାଙ୍ଗି ପଡ଼ିଲେଣି। ସତେ ନା କ'ଣ? ଆଉ ମୁଁ କ'ଣ ମିଛ କହୁଛି? ମୁଁ ବା ଏବେ ଶୁଣିକି ଆସିଲି, ତାଙ୍କ ଦୁଆରେ ଲୋକ ଗଦା ହେଇଛନ୍ତି। ତୁ ଯାଉନୁ, ଦେଖିକି ଆସିବୁ। ନାଇଁ ଭାଇ, ଆମେ ଯଦି କାହାକୁ ସାହାଯ୍ୟ କରିପାରିବାନି, ତାହେଲେ ତା ଅସମୟରେ ଖାଲିଟାରେ ଯାଇକି ଠିଆ ହେଇକି ଚୁଗୁଲି କଲେ ଲାଭ କ'ଣ? ଆରେ ଯାଉନୁ, ସାହାଯ୍ୟ କରିବୁ, ସିଏ କ'ଣ ତତେ ମନା କରିବେ? ଭାଇ, ସ୍ନେହକୁ କିଏ ନେଇଛି ଜାଣିଲେ ତ କ'ଣ ଗୋଟେ କରିବା। ଛି ଛି, ଆଉ ସେ କଥା କହନା। ଏଇ ଭୟରେ ପରା ମୁଁ ମୋ ପୁଅକୁ ପାଠ ପଢ଼ିବା ପାଇଁ ଭୁବନେଶ୍ୱରକୁ ଛାଡ଼ି ଦେଇଛି। ସହରକୁ ଛାଡ଼ି ଦେଇଛ ସତ, ହେଲେ ପୁଅକୁ ଜଗିଛ ନା ଉଦା ଛାଡ଼ି ଦେଇଛ ଯେ? ମୁଁ ଏବେ ଆସୁଛି ରେ ଜୋଟ। ହଁ, ଯାଅ ପଳ, ସତ କଥା କହିଲେ ତ ଗେନ୍ଧେଇବ ଆଉ। ଭାଇ, ତୁ ସୁର ଭାଇକୁ ଏମିତି କ'ଣ କହିଲୁ ଯେ ତା ମନ କଷ୍ଟ ହେଲା ବୋଧେ? ଦେଖୁନୁ, କିଛି ନ କହିକି କେମିତି ଚାଲିଗଲା। ଆରେ ଝୋଟ, ତୁ ପାଗଳାଟା କିରେ? ସୁର ନାଁକୁ ତୁ ଜାଣିନୁ କି? ଶଳା ଭାଗବଣ୍ଟା ବେଳେ ଦେଖିଲୁ ନା, ନୀର ଭାଇକୁ କିଛି ଦେଲାନି, ପୁଅକୁ ସେଇ ପାପ ଧନରେ ବଡ଼ କରିଛି ତ ସିଏ ବଡ଼ ମଣିଷ ହବ କେମିତି? କ'ଣ ଏମିତି କହୁଛୁ, ମୁଁ କିଛି ବୁଝିପାରୁନି ବା। ଆରେ ସୁର ନନା ତତେ କ'ଣ କହିଲା ଶୁଣିପାରିଲୁନି କି? ସ୍ନେହକୁ କୋଉ ଟୋକା ନେଇଯିବା କଥା କହୁଥିଲା ପରା। ହଁ, କହୁଥିଲା ତ। ଆରେ ସେ ଟୋକାଟା କିଏ ଜାଣିଛୁଟି? କିଏ ବା? ସେ ଟୋକା ହେଉଛି ସୁର ନାଁ ପୁଅ ରଞ୍ଜନ। ହେ ନାଇଁ ବା, ସୁରନାନ୍ତ ତା ପୁଅକୁ ପାଠ ପଢ଼ାଇବା ପାଇଁ ଭୁବନେଶ୍ୱର ଛାଡ଼ି ଦେଇଛି, ଆଉ କିଛି ନ ଜାଣିକି ତା ନାଁରେ ମିଛ କଥା କାହିଁ କହୁଛୁ? ଆରେ ତୋର ଏଇ ଭାଇ କେବେ ମିଛ କହିନା ରେ, ମୁଁ ନିଜେ ଆଖିରେ ଦେଖିଯିବା। ଶୁଣେ, କାଲି ମୁଁ କ୍ଷେତରୁ ଫେରୁଥିଲି, ରାସ୍ତା ଉପରେ ସୁରନା ପୁଅ ସ୍କୁଟି ଧରିକି ବସିଥିଲା। ହଠାତ୍ ଗୋଟେ ଅଟୋ ଆସି ରହିଲା, ଆଉ ସେ ଅଟୋରୁ ସ୍ନେହ ଓହ୍ଲେଇଲା। ସରି, ଟିକେ ଲେଟ୍ ହେଇଗଲା। ତମର କିଛି ଅସୁବିଧା ହେଇନି ଟି? ବେଗି ବସ, ଆମେ ପଳେଇବା। ନାଇଁ କିଛି ହେଇନି ଯେ, କାଳେ ଜେଜ ଜେଜି ଉଠି ପଡ଼ିବେ ସେଥିପାଇଁ ମୁଁ ବ୍ୟସ୍ତ ହେଉଥିଲି। ଏବେ ଚାଲ।
କୁଆଡ଼େ ଯିବା ଯେ କହିଲନି ତ? ଆରେ ହେ ଏ ସ୍ନେହ ରଞ୍ଜନ ସାଙ୍ଗରେ କୁଆଡ଼େ ଯାଉଛି? ହେ ଭଗବାନ, ଏମାନଙ୍କୁ ସଦ୍ବୁଦ୍ଧି ଦିଅ। ଆରେ ଆରେ ଏମିତି କଥା। ଆଉ କ'ଣ, ନିଜ ଦୋଷ ନ ଦେଖି ପର ନାଁରେ ଚୁଗୁଲି କରିବା କଥା ନୁହଁ। ଆରେ ଆମେ ଏବେ ଯିବା, ଦରକାର ପଡ଼ିଲେ ଆମକୁ ଥାନାକୁ ଯିବାକୁ ପଡ଼ିବ। ହଁ ଭାଇ, ଚାଲ ଚାଲ। ହେ କି ଚାଲିଲ ମୋ ବୋପା, ପୁରା ରାଜହଂସୀ ଚାଲି ଆଉ। ଥାନା ଭିତରକୁ ନା ଆସିକି ମତେ ଏଇଠି କାହିଁ ଡାକିଛୁ? ସାରେ ସତ କହିବାକୁ ଗଲେ ଥାନା ଭିତରକୁ ଗଲେ ମୋ ଗୋଡ଼ ହାତ ଥରେ, ସେଇଥିପାଇଁ ମୁଁ ଆପଣଙ୍କୁ ଏଇଠିକି ଡାକିଲି ନା ଆଉ। ହଉ କଣ ହେଇଛି ଏବେ କହ। ସର୍ବନାଶ ସାର୍, ସବୁ ସରିଗଲା। ଏ କି କଳିକାଳ ହେଲା ଲୋ ମୋ ବୋପା। ଶୀଘ୍ର କହ ବା, କେତେ ଲମ୍ବଉଛୁ? ଆରେ ଗୋଟେ ବଡ଼ ଖବର ଦେବା ପାଇଁ ମୁଁ ଆସିଛି। ଆମ ପଡ଼ୋଶୀ ଗାଁର ସୁରଞ୍ଜନ ପ୍ରଧାନଙ୍କ ସୁପୁତ୍ର ରଞ୍ଜନ ଆମ ଗାଁ ଜେଠ ଦାଦାଙ୍କ ନାତୁଣୀ ସ୍ନେହକୁ ନେଇକି ପଳେଇଛି। ଆରେ ତୁ ଏକଥା କାହାଠୁ ଶୁଣିଲୁ? ନିଜ ଆଖିରେ ଦେଖିଛି ସାର୍। ହେଲେ ଆମେ ଏବେ କଣ କରିବା? କ'ଣ କରିବେ ମାନେ? ତାକୁ ଖୋଜିବେ। ସ୍ନେହର ବାପା ମା ସ୍ନେହ ଛୋଟ ଥିବାବେଳେ ଗାଡ଼ି ଆକ୍ସିଡେଣ୍ଟରେ ମରିଯାଇଛନ୍ତି। ସ୍ନେହକୁ ତା ଜେଜେବାପା ଜେଜେମା ପାଳିଛନ୍ତି। ସ୍ନେହକୁ ସେମାନଙ୍କର ଏକମାତ୍ର ସାହା ଭରସା ବୋଲି ଭାବିଛନ୍ତି। ରଞ୍ଜନ ତାକୁ ନେଇକି ପଳେଇବା ପରେ ବିଚରା ବୁଢ଼ାବୁଢ଼ୀ ଦିଟା ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ସାର୍। ହଁ, ସବୁ ଠିକ କଥା ଯେ ସ୍ନେହର ଜେଜେବାପା ସିନା ଆସିକି ଥାନାରେ କମ୍ପ୍ଲେନ ଦେଲେ ଆମେ କିଛି କରିବା। ଆଉ ତୋ କମ୍ପ୍ଲେନରେ କଣ କିଛି କରିହବ? ନାଇଁ ନାଇଁ, କିଛି କରିହବନି। କିଛି କରନ୍ତୁ ସାର୍, ପ୍ଲିଜ୍ କିଛି କରନ୍ତୁ। ଯାହା ହେଲେ ବି ଆମ ଗାଁ ଝିଅ ବୋହୂଙ୍କ ଇଜ୍ଜତ କଥା ନା। ହଉ ହଉ, ତୁ ତାହେଲେ ଆମ ଗାଡ଼ିରେ ବସେ, ତାଙ୍କ ଘରଟା ଦେଖେଇ ଦବୁ, ତାପରେ ଆମେ ଯାହା କରିବା କଥା କରିବୁ ଆଉ। ଥାଙ୍କୁ ସାର୍, ଥାଙ୍କୁ ଥାଙ୍କୁ। ହଉ ହଉ, ଆ। ସକାଳୁ ବସି କାନ୍ଦୁଛ ଯେ ଆସି ଦିହି ପର ହେଲାଣି। ଆସ ଭିତରକୁ ଯିବ, କ'ଣ ଦିଟା ଖାଇବା, ନହେଲେ ଦେହ ଖରାପ ହେଇଯିବ। ତୁ ଯା ଲୋ, ତୋ ପେଟ ପୋଡ଼ି ଯାଉଛି, ଖାଇଦବୁ। ତୁ ଯା, ମୋର ଭୋକ ନାହିଁ କି ଶୋଷ ନାହିଁ, ତୁ ଯା। କି କଥା କହୁଛ ବା? ବିବାହର ଦିନଠୁ ଆଜି ପର୍ଯ୍ୟନ୍ତ ତମେ ନ ଖାଇକି କ'ଣ ମୁଁ କେବେ ଖାଇଛି ଯେ ଖାଇଦେବି? ବସ, ତମେ ବସିଥ, ମୁଁ ବି ବସିଛି। କେତେ ସମୟ ବସୁଛ, ବସ। ସାରେ ଏଇଟା ସ୍ନେହର ଘର। ଏଇ ବୁଢ଼ାବୁଢ଼ୀ ଯେଉଁ ବସିଛନ୍ତି ଏମାନେ ସ୍ନେହର ଜେଜେମା ଆଉ ଜେଜେବାପା। ଆଉ ଇଏ ଲୋକ ଯେଉଁ ଠିଆ ହେଇଛି ଇଏ ସୁରଞ୍ଜନ, ରଞ୍ଜନର ବୋପା। ଆରେ ନେପୁରୀ, ଦୁଆର ମୁହଁରେ ସ୍କ୍ରିନ୍ ପଡ଼ିଛି ରେ, ମଉସାକୁ ଡାକେ। ସାରେ ମୁଁ ଗୋଟେ କଥା ବୁଝିପାରୁନି ଏକା। କୋଉ କଥା କିରେ? ସାରେ ମଉସାଙ୍କ ଦାଣ୍ଡ ଦୁଆର ତ ସବୁବେଳେ ଡୋର ସ୍କ୍ରିନ୍ ପଡ଼ିଥାଉଛି, ତେବେ ସ୍ନେହ ରଞ୍ଜନ ସାଙ୍ଗରେ ଗଲା କେମିତି? ତାକୁ ଭେଟ ହେଲା କେମିତି? କି କରି ତୁଟା ବୋକାଟା, ତତେ କିଏ ପୋଲିସ ଚାକିରି ଦେଲା କିରେ? ଦେଖାହେଲେ ସବାକୁ ବହେ ଛେଚନ୍ତି। ସେ କଥା ଛାଡ଼ନ୍ତୁ ସାରେ, ଏବେ କହନ୍ତୁ କ'ଣ କରିବା? ମଉସାଙ୍କୁ ଡାକରେ। ଓକେ ସାରେ। ପେଣ୍ଟ ଟେକରେ ଭାଇ, ପେଣ୍ଟ ଟେକେ। ତତେ ସାଙ୍ଗରେ ଆଣିଲେ ମଣିଷ ଲୋକ ହସା ହେଇଯିବ। ଓକେ ସାରେ, ଆଣି ତ ସାରିଛନ୍ତି, ଆଉ ଲୋକ ହସାକୁ କାହିଁକି ଡରୁଛନ୍ତି? କ'ଣ ଓକେ ସାରେ ହଉଛୁ? ଡାକୁଛୁ ନା ନାଇଁ ଯେ? ଡାକୁଛି ସାରେ। ମଉସା, ଓ ମଉସା। ସାରେ ମଉସା କ'ଣ ଶୁଣୁନାହାନ୍ତି? ଆରେ ବଡ଼ ପାଟିରେ ଡାକରେ। ସ୍ନେହଙ୍କର ମଉସା, ବାହାରକୁ ଆସ, ଆମ ସାରେ ଡାକୁଛନ୍ତି। ମତେ ଡାକିଲ କି ବାବୁ? ହଁ, ଆଚ୍ଛା କହିଲ ମଉସା, ତମ ନାତୁଣୀ କୁଆଡେ ପଳେଇଛି? ପଳେଇନି ବାବୁ, ତାକୁ କିଏ ନେଇଯାଇଛି। ହଁ, ସେଇ ଗୋଟେ କଥା, କିଏ ନେଇଯାଇଛି ଜାଣିଛ କି? ଜାଣିଥିଲେ କାନ୍ଦୁଥାନ୍ତି କି? ଶଳାର ଅନ୍ତପୁଟୁଳି ଭିଡ଼ିକି କାଢି ଦିଅନ୍ତି। କିଏ ନେଇଛି ଆମେ ଯଦି ତମକୁ କହିବୁ, ତାହେଲେ ତମ ନାତୁଣୀକୁ ସେଇଠୁ ଉଦ୍ଧାର କରିପାରିବ ତ? କହିକି ଦେଖନ୍ତୁ ସାର୍। ପଡୋଶୀ ଗାଁର ସୁରଞ୍ଜନର ପୁଅ ରଞ୍ଜନ ତମ ନାତୁଣୀକି ନେଇଛି, ଯାଅ ଆଣିକି ଆସିବ। କିଏ ସୁରଞ୍ଜନ ପୁଅ ରଞ୍ଜନ? ନାଇଁ ସାର୍, ମୁଁ ପାରିବିନି। ସୁରଞ୍ଜନ ବଡ଼ ସାଂଘାତିକ ଲୋକ। ମୋ ନାତୁଣୀକୁ ଉଦ୍ଧାର କରିବା ପାଇଁ ଆପଣ ମୋତେ ସାହାଯ୍ୟ କରନ୍ତୁ। ସେଇଥିପାଇଁ ତମେ ଥାନାକୁ ଯାଇକି ଏଫଆଇଆର ଦେବା ପାଇଁ ପଡ଼ିବ। ଯିବି ସାର୍। ଠିକ ଅଛି, ଆସ, ଆମେ ଥାନାକୁ ଯାଉଛୁ, ତମେ ଆସ। ବୁଝିଲୁ ନୀର, ମୁଁ ବଡ଼ ବିପଦରେ ପଡ଼ିଯାଇଛି ରେ। ତୁ ମୋତେ ଟିକେ ସାହାଯ୍ୟ କରନ୍ତୁନି? କି ସାହାଯ୍ୟ କରିବି କହୁନ ଭାଇ?
ଆରେ ଆଜି ଥାନାରୁ ଫୋନ୍ ଆସିଥିଲା। ଥାନା ବାବୁ କହୁଥିଲେ ଆମ ରଞ୍ଜନ ପଡ଼ୋଶୀ ଗାଁର ସ୍ନେହକୁ ନେଇକି କୁଆଡ଼େ ପଳେଇଛି। ରଞ୍ଜନକୁ ସାଙ୍ଗରେ ନେଇ ଥାନାକୁ ଆସିବା ପାଇଁ ଡାକୁଛନ୍ତି। ହେଲେ ରଞ୍ଜନ ତ ଭୁବନେଶ୍ୱରରେ ନଥିଲା। ତା ହଷ୍ଟେଲକୁ ସାଙ୍ଗମାନଙ୍କ ପାଖକୁ ଫୋନ୍ କରିଥିଲି। ସେମାନେ କହିଲେ ରଞ୍ଜନ ରୁମ୍ରେ ନାହିଁ, କାଲିଠୁ କୁଆଡ଼େ ଯାଇଛି। କୋଉଠି ଅଛି କ'ଣ କରୁଛି ଜାଣିଲେ ତ ତାକୁ ନେଇକି ଆମେ ଥାନାକୁ ଯିବା, ନହେଲେ କ'ଣ ହବ କହିଲୁ? ବ୍ୟସ୍ତ ହୁଅନି ଭାଇ, ତମେ ଏବେ ଆଉଥରେ ରଞ୍ଜନକୁ ଫୋନ୍ କର, ତାପରେ କ'ଣ କରିବା ଚିନ୍ତା କରିବା। ହ୍ୟାଲୋ, ରହିଲୁ ସାଙ୍ଗ, କିଏ ଗୋଟେ ଫୋନ୍ କଲାଣି। ହ୍ୟାଲୋ, ହ୍ୟାଲୋ, ପୁଅ ତୁ ଏବେ କୋଉଠି ଅଛୁ? ଭୁବନେଶ୍ୱରରେ ଅଛି। ତୋ କଥା କହନା, ତୋ ସାଙ୍ଗମାନଙ୍କଠୁ ମୁଁ ବୁଝି ସାରିଛି ତୁ ହଷ୍ଟେଲରେ ନାହୁଁ। ସ୍ନେହକୁ କୋଉଠି ରଖିଛୁ ନେଇକି ଆ, ନହେଲେ ଥାନା ବାବୁ ଆମ ଚୋପା ଛଡ଼େଇଦେବେ। କୋଉ ସ୍ନେହ କଥା କହୁଛ ବାପା? ମୁଁ କାହାକୁ ଆଣିନି ତ, ଫୋନ୍ ରଖ। ବେକାର କଥା କହି ମୋ ମୁଣ୍ଡ ଖରାପ କରନି। ରଞ୍ଜନ ମାନୁନି ରେ, ଫୋନ୍ କାଟିଦେଲା। ତୁ କ'ଣ ଗୋଟେ କରେ, ମୋ ମୁଣ୍ଡ ଆଉ କାମ କରୁନି। ନେ ଫୋନ୍ଟା, ତୁ ଟିକେ ଫୋନ୍ କରେ, କାଳେ ତୋ କଥା ଶୁଣିବ। ହ୍ୟାଲୋ, ରଞ୍ଜନ ବାବା ଟିକେ କଥା ଶୁଣେ। ତୁ ନାହିଁ କଲେ ହବନି, ସ୍ନେହକୁ ତୁ ହିଁ ନେଇଛୁ। ମୋ ଧନଟା ପରେ ସ୍ନେହକୁ ନେଇକି ଆସେ, ତାକୁ ଆମେ ତାଙ୍କ ଘରକୁ ଛାଡ଼ିଦେବା। ତୁ ଯଦି ନ ଆସିବୁ ଥାନା ବାବୁ ଆସି ତୋ ବାପା ବୋଉକୁ ବାନ୍ଧି ନେବେ। ଏଥର ନିଷ୍ପତ୍ତି ତୋ ହାତରେ। ଦାଦା, ସ୍ନେହକୁ ମୁଁ ଭଲ ପାଏ, ତାକୁ ଛାଡ଼ି ମୁଁ ମୁହୂର୍ତ୍ତଟେ ମଧ୍ୟ ରହିପାରିବିନି। ଠିକ୍ ଅଛି, ଏବେ ଆମେ ତାକୁ ତା ଜେଜେବାପାଙ୍କ ପାଖକୁ ଛାଡ଼ିଦେବା। ତୋର ପାଠପଢ଼ା ସରିଲେ, ଦି ଜଣ ବଡ଼ ହେଲେ, ଆମେ ପ୍ରସ୍ତାବ ନେଇ ତାଙ୍କ ଘରକୁ ଯାଇ ସ୍ନେହକୁ ବୋହୂ କରି ଆଣିବା। ତୁ ଏବେ ଘରକୁ ଆ। ମତେ ଗାଁକୁ ଯିବା ପାଇଁ ପଡ଼ିବ ରେ ସାଙ୍ଗ। କିଓ ବାବୁ, ତମେ ଦୁଇ ଭାଇ କ'ଣ ଆସିଛ? ଗୁଣବନ୍ତ ପୁଅ କୁଆଡ଼େ ଗଲା? ଆସିକି ପହଞ୍ଚିବ ସାର୍। ପହଞ୍ଚିବ ମାନେ ମୋ ନାତୁଣୀକୁ ସାଙ୍ଗରେ ଆଣିବ ନା ନାଇଁ? ବ୍ୟସ୍ତ ହୁଅନି ଦାଦା, ରଞ୍ଜନ ସ୍ନେହକୁ ସାଙ୍ଗରେ ଧରିକି ଆସୁଛି। କି କଥା କହୁଛ? ବ୍ୟସ୍ତ ହେବିନି। ଆଜି ଯଦି ଆମ ପୁଅ ତମ ଝିଅକୁ ନେଇକି ପଳେଇଥାନ୍ତା, ତାହେଲେ କ'ଣ ତମେ ବ୍ୟସ୍ତ ହେଇନଥାନ୍ତ? ଆରେ ବାବୁ, ରହ ରହ, ପାଟିତୁଣ୍ଡ କରନି। ତମ ପୁଅ ଆସିବ ମାନେ କେତେବେଳେ ଆସିବ? ଆମେ କ'ଣ ତାକୁ ଦିନ ସାରା ଜଗିକି ବସିଥିବା କି? ହେଇଟି ଆସିଲାଣି ସାର୍। ସାର୍, ଇଏ କ'ଣ ଏକୁଟିଆ ଆସିଛି? ମୋ ନାତୁଣୀ କାହିଁକି ରେ? ତୁ କ'ଣ ଏକୁଟିଆ ଆସିଛୁ? ସ୍ନେହ କାହିଁ? ତାକୁ କୁଆଡ଼େ ନେଇକି ପଳେଇଥିଲୁ କି ରେ? ଆମେ ବାହୁଡ଼ା ଯାତ୍ରା ଦେଖିବାକୁ ଯାଇଥିଲୁ ସାର୍। ହେ, ବାହୁଡ଼ା ତ କେବେଠୁ ସରିଲାଣି। ତୁ ସେ ସ୍ନେହକୁ ଆଜି ପର୍ଯ୍ୟନ୍ତ କାହିଁ ଗାଁକୁ ଆଣିନି କିରେ? ତାକୁ କୋଉଠି ରଖିଛୁ? ସାଙ୍ଗରେ ଆଣିକି ଆସିଛି ସାର୍। କୁଆଡ଼େ ନେଇଥିଲୁ ସତ କହିବୁ ନା, ପିଟି ପିଟି ତୋ ଚୋପା ଛଡ଼େଇଦେବି। ଭିତରକୁ ଡାକରେ। ମହାରାଣୀ ଲୋକ ହସା କରି ଘରୁ ପଳେଇଥିଲେ, ଆସିଲେ। ହେ ଝିଅ, ରଞ୍ଜନ ତତେ ଜବରଦସ୍ତ ନେଇଥିଲା ନା ତୋ ଇଚ୍ଛାରେ ତୁ ତା ସାଙ୍ଗରେ ପଳେଇଥିଲୁ? ମୁଁ ମୋ ଇଚ୍ଛାରେ ଯାଇଥିଲି ସାର୍, ଏଥିରେ ତାଙ୍କର କିଛି ଦୋଷ ନାହିଁ। ତୁ ଏବେ ନାବାଳିକା, ଏତେ କମ ବୟସରେ ଏଭଳି ପଦକ୍ଷେପ କାହିଁକି ନେଲୁ? ସବୁ ମୋ ଜେଜେଙ୍କ ପାଇଁ ସାର୍। ନାବାଳିକା ହେଲେ କ'ଣ ହବ? ଗୋଟେ 40 ବର୍ଷର ବୁଢ଼ା ସାଙ୍ଗରେ ମୋ ଜେଜେ ମୋ ବାହାଘର ଠିକ୍ କରିଛନ୍ତି। କଥାଟା ମୋତେ ଭଲ ଲାଗିଲାନି, ତେଣୁ ମୁଁ ଫୋନ୍ କରି ରଞ୍ଜନକୁ ଡାକି ତାଙ୍କ ସାଙ୍ଗରେ ପଳେଇଥିଲି। ମଉସା, ତମ ନାତୁଣୀ କ'ଣ ସତ କହୁଛି? ହଁ ଯେ ବାବୁ। ହଁ ଯେ କ'ଣ? ସବୁ ଭୁଲ ତ ତମର। ଆଉ କ'ଣ କରିଥାନ୍ତି? ପୁଅ ବୋହୂ ମଲା ପରେ ଘର ଚଳେଇବା ବଡ଼ କଷ୍ଟକର ହୋଇପଡ଼ିଛି। ବଢ଼ିଲା ଝିଅଟା, କେତେ ଦିନ ଆଉ ଆକୁ ଘରେ ରଖିବି? ହାତକୁ ଦି ହାତ କରିଦେଲେ ଜଞ୍ଜାଳରୁ ଟିକେ ମୁକ୍ତି ମିଳିବ ଭାବି ଗରିବ ଲୋକ ତ ଏଇଭଳି ଏକ ପ୍ରସ୍ତାବ ଠିକ୍ କରିଦେଲି। ନାଇଁ ସାର୍, ମୁଁ ସେ ବୁଢ଼ାକୁ ବାହା ହେବିନି। ଆମେ ବି ତତେ ଘରକୁ ନବୁନି। ମୁଁ ସ୍ନେହକୁ ଛାଡ଼ି ରହିପାରିବିନି। ହେ, ନବନି କ'ଣ? ତମ ପୁଅ ତାକୁ ନେଲା ପରେ ତାର ବଦନାମ ହେଲା। ତାକୁ ଆଉ ଏବେ କିଏ ବାହା ହବ? ଆପଣ କୁହନ୍ତୁ ସାର୍, କ'ଣ କରିବା? ତମେ ଦୁଇ ପରିବାର ଥାନାରେ ଏଗ୍ରିମେଣ୍ଟ କରିକି ଯାଅ। ରଞ୍ଜନ ପାଠ ପଢ଼ି ରୋଜଗାରକ୍ଷମ ହେବା ପର୍ଯ୍ୟନ୍ତ ସ୍ନେହର ଜେଜ ସ୍ନେହକୁ ଅନ୍ୟତ୍ର ବିବାହ କରିବେ ନାହିଁ। ସ୍ନେହ ବର୍ତ୍ତମାନ ତା ଜେଜଙ୍କ ପାଖରେ ରହିବ। ବାହାଘର ପର୍ଯ୍ୟନ୍ତ ସ୍ନେହର ସମସ୍ତ ଖର୍ଚ୍ଚ ରଞ୍ଜନର ପରିବାର ଲୋକ ବହନ କରିବେ। କ'ଣ ମୋ ପ୍ରସ୍ତାବରେ ଦୁଇ ପରିବାର ରାଜି ତ? ଆଜ୍ଞା ସାର୍। ଆଜ୍ଞା। ଯାଅ, ଆର ପଟେ ନେପୁରୀ ପାଖରେ ଲେଖାପଢ଼ା କରିକି ଯାଅ। ସେ ଦୁଇ ପରିବାର ଉପରେ ଟିକେ ନଜର ରଖୁଥାରେ। ସବୁ ସାରି ଦେଇଛି ସାର୍, ଦସ୍ତଖତ ସାଙ୍ଗରେ ଟିପ ଚିହ୍ନ ବି ରଖିଦେଇଛି। ଆରେ ତୁ ସବୁବେଳେ ଅଧିକା କାମ କାହିଁ କରୁଛୁ କିରେ? କ'ଣ ସାରେ, କଡ଼ା କଥା କରିଦେଇଛି। ବାହାଘର ପର୍ଯ୍ୟନ୍ତ ମାସକୁ ଥରେ ଥାନାକୁ ଆସି ମତେ ଦେଖା କରିବା ପାଇଁ ମଧ୍ୟ ଲେଖିଦେଇଛି ସାର୍। ମାସକୁ ଥରେ ତତେ ଦେଖା କରିବେ? ହଉ କରନ୍ତୁ। ଆଜ୍ଞା ସାରେ। ପେଣ୍ଟ ଟେକରେ ଭାଇ, ପେଣ୍ଟ ଟେକେ। ହେଇ, ତମେ ସବୁ ଏଇଠି ଆଉ କାହିଁ ବସିଲ? ଯାଅ।
ଚାଲ ରେ ଚାଲ ପିଲେ ଏବେ ଯିବା ଚାଲ।